ସାଙ୍ଗମାନେ ଆଜି ତୋରି ପାଇଁ ତୋ ପାଇଁ ସିରିଏଲରେ ଦେଖନ୍ତୁ ରାମର ଜେଜେବାପା କୁହନ୍ତି, ଆ ମା ଚିକି ଆ, ରାମ ପାଖକୁ ଆ। ରାମ ଉପରେ ତୋର ପ୍ରଥମ ଅଧିକାର ଅଛି। ତୋ ପାଇଁ ସେ ଗୋଟେ ନୂଆ ଜୀବନ ପାଇଛି। ଆଜି ତୋତେ ତୋ ସିନ୍ଦୁର ପାଖରୁ କେହି ଦୂରେଇ ରଖିପାରିବେନି। ତାପରେ ଏସବୁ କଥା ଗୁଡ଼ାକ ତାଙ୍କ ଜେଜେମାଆଙ୍କୁ ନା ଭଲ ଲାଗେନି। ତାପରେ ଜେଜେମା ସେଠୁ ଚାଲିଯାଆନ୍ତି। ଆଉ ଜେଜେ ଚାଲିଯିବା ପରେ ରାମ ଚିକିକୁ ଚାହେଁ ଆଉ ଚିକି ରାମକୁ ଚାହେଁ। ଜେଜେମା ସେଠୁ ଚାଲିଯିବା ପରେ ସେଠୁ ଜଣ ଜଣ ହୋଇ ସମସ୍ତେ ଚାଲିଯାଆନ୍ତି। ଆଉ ସେଠି ରହିଯାଆନ୍ତି ରାମ, ଚିକି ଆଉ ରୁହି ରାମର ଖୁଡ଼ି। ଚିକି ରାମକୁ ଚାହେଁ ଆଉ ରାମ ଚିକିକୁ ଚାହେଁ। ରାମର ଖୁଡ଼ି କୁହନ୍ତି, ରୁହି ବେଟା ଜଲ୍ଦି ଏଠୁ ଚାଲ, ନିଜେ ରାଗରେ ଜଳିବା ସହିତ କିଛି ଜାଳେନି, ନହେଲେ ତୁ ଯେଉଁ କାରନାମା କରିଛୁ ନା ତା ଫଳ ବାହାରିବ। ଏଠି ଆଉ ଯଦି ସେ ବିଷୟରେ କେହି ଟିକେ ବି ସନ୍ଦେହ କରନ୍ତି ସିଧା ଯାଇ ଗେଟ୍ ବାହାରେ। ଯଦି ଭଲ ଦଶା ଅଛି ତାହେଲେ ଚାଲ ଏଠୁ। ଚାଲୁଛୁ ନା ନାଇଁ? ତାପରେ ସେଠୁ ରୁହି ଆଉ ରାମର ଖୁଡ଼ି ଚାଲିଯାଆନ୍ତି। ରୁହି ଆଉ ରାମର ଖୁଡ଼ି ଚାଲିଯିବା ପରେ ଚିକି କୁହେ, ଇଂଲିଶ ମିଡ଼ିୟମ ତମେ ମୋ ସହିତ ଚିଟିଂ କରିଛ। ତମେ କହିଥିଲ ନା ସବୁବେଳେ ମୋ ସହିତ ଫ୍ରେଣ୍ଡ ହେଇକି ରହିବ। ତାହେଲେ କେମିତି ମୋତେ ଏମିତି ଏକା ଛାଡ଼ିକି ଚାଲି ଯାଉଥିଲ? କେମିତି କେମିତି ତମେ ତମ ଚିକିକି ଏମିତି ଏକା କରିଦେଇଥିଲ? କହି ବହୁତ ଜୋରେ କାନ୍ଦିବାକୁ ଲାଗେ। ରାମ କୁହେ, ମୁଁ ଠିକ୍ ଅଛି ଚିକି, ମୋର କିଛି ବି ହେଇନି, ତମେ ଜମା ବ୍ୟସ୍ତ ହୁଅନି। ତାପରେ ଚିକି ଦୌଡ଼ି ଯାଇ ରାମକୁ ହକ୍ କରିଦିଏ ଆଉ କୁହେ, ଯଦି ମୋ ନିଶ୍ୱାସ ବନ୍ଦ ହୋଇଯାଇଥାନ୍ତା ତାହେଲେ ଚିକି ମାଇଣ୍ଡ କରିନଥାନ୍ତା, ହେଲେ ତମର କିଛି ହେଇଗଲେ ଚିକି ବହୁତ ମାଇଣ୍ଡ କରିବ। ଏବେ ବି କ'ଣ ତମେ କିଛି କହିବନି? ତାପରେ ରାମ ପାଖରୁ ଚିକି ଆସି ଛିଡ଼ା ହେଇ କୁହେ, ମୁଁ ଡକ୍ଟରଙ୍କ ସହ କଥା ହେଇକି ଆସୁଛି, ଆମେ ଘରକୁ ଯିବା। ତାପରେ ରାମ ହଁ କୁହେ। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।